ଆମର ଏଇଖିନା ଆକୁ ଚୋରି କରିବା ପାଇଁ ଯୋଉମାନେ କରୁଛନ୍ତି ଯିଏ ଆଗରୁ ଚୋରି କରିଥିଲେ କାଠ ଚୋରି କରିକି ନେଇକି ଦିଘାରେ ବସେଇଥିଲେ କାଠ ମୂର୍ତ୍ତି ବୋଲି କହିଲେ ଇଏ ଆଙ୍କ ମନ ଭିତରେ ସେଇ ପ୍ରକାର ଭାବନା ଅଛି ସେ ଲୋକ ତ ସେଇଠୁ ଓଳମାଳ ହଉଛନ୍ତି ନା ଅଣସର ବେଳେ ଯେତେକ ସବୁ କାମ ହଉଛି ସବୁ ସେ ଦଇତା ମାନେ କରୁଛନ୍ତି ତେଣୁ ଯଦି ଦଇତା ମାନେ କରୁଛନ୍ତି ସେ ପତି ମହାପାତ୍ର ସେ ଦତ୍ତ ମହାପାତ୍ର ସେ ଯୋଉ ଇଏ ସ୍ୱାଇଁ ମହାପାତ୍ର ଏ ଯୋଉ ସବୁ କରୁଛନ୍ତି ତାହେଲେ ଏଇମାନେ କାମ ନାହିଁ କାରଣ ତାଙ୍କ ଭିତରୁ ଯୋଉ ଲୋକଟା କରୁଥିଲା ସେ ତାଙ୍କ ଭିତରେ ମେଳରେ ଅଛି ତାଠୁ ପଇସା ନେଇକି ସେମାନେ ମାମଲତି କରୁଛନ୍ତି ତେଣୁ ସେ ଏଇ ଦଇତା ମାନେ ହିଁ ଯାଇ ଠିକ ଭାବରେ ଦିଘାରେ ନେଇକି ସେଟା ଲଗେଇଛନ୍ତି ତାକୁ ସନ୍ଦେହ କରିବାର କିଛି ସତ୍ୟ କାରଣ ଯୋଉ ଭକ୍ତ ନବ ଯେ ମୋର ପୁଅଟିଏ ହଉ କି ମୋର ଝିଅଟିଏ ହଉ କି ମୋର ଚାକିରିଟିଏ ହଉ କି ମୋର ଅମୁକ ମନସ୍କାମନା ପୂର୍ଣ୍ଣ ହଉ ଠାକୁରଙ୍କ ପ୍ରସାଦରୁ କହି ଯଦି ଆସୁଛି ଏଇ ଦୁର୍ମୂଲ୍ୟ ପ୍ରସାଦକୁ ଯଦି କିଏ ନେଇକି ଯିବ ନେବା ପାଇଁ ଚାହିଁବ ପଇସା ଦେଇକି ନବ ଏଇମାନଙ୍କୁ ଦେଇପାରେ କିନ୍ତୁ ସେ ଦେଇଥିବ ଏବଂ ସେ ଯିଏ ନବ ସେ ଇଏ କରିବନି କଣ ଲାଗି ହେଲା ପରେ ମାନେ ଠାକୁରଙ୍କୁ ଲାଗି ଭୋଗ ଦିଆଗଲା ପରେ ତାକୁ ତାଙ୍କର ପ୍ରସାଦ ପାଇଁ ନେଇଥିବ ଇଏ ପ୍ରସାଦ ହେଇନି ଠାକୁର ପାଇନାହାନ୍ତି ତା ପୂର୍ବରୁ ଯେତେବେଳେ ଆକୁ ନେଉଛନ୍ତି ତାହେଲେ ସେଇ ଲୋକ ରହୁଛନ୍ତି